ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ। ନାରଦୋବାଚ ଶୁଣ ହେ ଧର୍ମର ନନ୍ଦନ, ବାନସ୍ଥ ବ୍ରହ୍ମଚାରୀ ଜନ, ଗୃହସ୍ଥ ଧର୍ମ ଭିକ୍ଷୁ ଯେତେ ଏବେ କହିବା ତୋ ଗ୍ରତେ। ଗୁରୁ ଭବନେ ବ୍ରହ୍ମଚାରୀ ବସିବେ ଦୃଢ଼ ବ୍ରତ କରି, ସ୍ୱଭାବେ ତପକ୍ଲେଶ ଯେତେ ନିରତେ ଥିବ ଗୁରୁ ହିତେ। ସୁଦୃଢ଼ ସୁହୃଦ ଲକ୍ଷଣେ ଆଜ୍ଞା ବହିବ ଦାସପଣେ, ଉଭୟ ସନ୍ଧ୍ୟାରେ ମୌନ ଜପିବ ବ୍ରହ୍ମ ସନାତନ। ବେଦ ପଢ଼ିବ ନିରନ୍ତର ଗୁରୁ ବଚନ ଧୀରେ ଶିର, ନିକଟେ ବସି ସୁଧ ଚିତେ ଚରଣେ ନମିବେନି ହସ୍ତେ। ମେଖଳା କର୍ମ ଯୌପୀନ କୌପୀନ ଜଟା କମଣ୍ଡଳ ମୌନ, ଯଜ୍ଞପତିର ଭଦ୍ର ପାଣି ଯେବା କଳ୍ପିବ ଅନ୍ନ ଆଣି। ବିପ୍ରଜନକୁ ମାଗି ଭିକ୍ଷା ଦୃଢ଼େ ରଖିବ ଗୁରୁ ଦୀକ୍ଷା, ପଞ୍ଚଭବନୁ ଭିକ୍ଷା ଦ୍ରବ୍ୟ ଗୁରୁ ସମୀପେ ସମର୍ପିବ। ଗୁରୁ ବଚନେ କରି ଭିକ୍ଷା ସେ ଧର୍ମ ବ୍ରହ୍ମଚାରୀ ଦୀକ୍ଷା, ଅନ୍ନ ଭୁଞ୍ଜିବ ନିତ୍ୟ ନିତ୍ୟ ଅଥବା ବନବାସ ବ୍ରତେ। ଆନନ୍ଦ ମନେ ବଞ୍ଚି ଦିନ ନିରତେ ଜ୍ଞାନ ଦେଇ ମନ, ଗୁରୁଙ୍କ କାର୍ଯ୍ୟ ଦକ୍ଷ ପଣେ ଶ୍ରଦ୍ଧା କରିବ ଅନୁକ୍ଷଣେ। ଇନ୍ଦ୍ରିୟ ଆଦି କରି ବନ୍ଦୀ ଚଞ୍ଚଳ ମନ ହୃଦୟ ରୁଧି, ସ୍ତ୍ରୀବଶ ଲୋକଙ୍କର ମେଳେ ସଙ୍ଗ ନଥିବ ସର୍ବକାଳେ। ନ ଶୁଣି ସ୍ତ୍ରୀଙ୍କ ବଚନ ନ କରି ମୁଖାବଲୋଚନ, କେଶ ପ୍ରବନ୍ଧ ସମଦମ ସୁହାନ ସୁବେଶ ଭୋଜନ। ଗୁରୁ କାମିନୀଙ୍କ ଗୋଚରେ ଦୃଢ଼େ ବର୍ଜିବ ଅତି ଦୂରେ, ଯୁବତୀ ଜନ ଅଗ୍ନିସ୍ତମ୍ଭେ ପୁରୁଷ ଦେହ ଘୃତ କୁମ୍ଭେ। ଏଣୁ ଯୁବତୀ ଦୂର କରି ଧର୍ମ ସାଧିବ ବ୍ରହ୍ମଚାରୀ, ହେମନ୍ତ ପଶି ଗୁରୁ ଘରେ ବେଦ ଅଭ୍ୟାସୀ ନିରନ୍ତରେ। ଅଙ୍ଗ ଉପାଙ୍ଗ ବେଦ ପଢ଼ି ଗୁରୁ ସମୀପେ କର ଯୋଡ଼ି, ଦକ୍ଷିଣା ଦେଇ ପାଦ ଯୁଗେ ଆଜ୍ଞା ମାଗିବ ଅନୁରାଗେ। ଗୁରୁ ବଚନ ଶିରେ ଧରି ତେବେ ବଞ୍ଚିବ ଗୃହ କରି, ଅଥବା ବନସ୍ତେ ପଶିବ ସନ୍ନ୍ୟାସ ମତେ ବା ବଞ୍ଚିବ। ଗୁରୁ ବଚନ ଆଜ୍ଞା ଦେହେ ତୁଲେ ଦେଖିବ ବିଷ୍ଣୁମୟେ, ଏହି ପ୍ରକାରେ ସାଧି କର୍ମ ଯେବା ଆଶ୍ରମେ ଯେବା ଧର୍ମ, ଯେବା ସାଧନ୍ତି ଅପ୍ରମାଦେ ଅନ୍ତେ ପଶନ୍ତି ବିଷ୍ଣୁ ପାଦେ। ଏବେ ହୋ ଶୁଣ ନରପତି ବନରେ ଆଶ୍ରମର ଗତି, ବନସ୍ତେ କର୍ମ ସାଧି ଦୁଃଖେ ଅନ୍ତେ ମିଳିବ ମୁନି ଲୋକେ। ଭକ୍ଷିଣ ଫଳମୂଳ ଶାକ ଅଗ୍ନି ନ ଜାଳି ଅର୍କ ପକ୍କ, ନବୀନ ବନ ଫଳ ଲୋଭେ ସେ ରସ ତେଜିବ ସ୍ୱଭାବେ। ବନ ସମ୍ଭବ ବସ୍ତୁ ଘେନି କାଳେ ପୂଜିବ ଇଷ୍ଟ ଅଗ୍ନି, ଅଗ୍ନି ରକ୍ଷଣେ ଅର୍ଥ ଘରେ ଅଥବା ପର୍ବତ କନ୍ଦରେ। କେଶ କୋମାଦି ନଖ ଶ୍ମଶ୍ରୁ ଜଟିଳ ବସ୍ତ୍ର କଷା ପାଂଶୁ, ଦଣ୍ଡକ ମଣ୍ଡଳ ଅଜିନ ବୃକ୍ଷ ବକଳ ପରିଧାନ। ତ୍ରିସନ୍ଧ୍ୟା କରିଣ ସ୍ନାହାନ ବାଲୁକା ମଣ୍ଡଳେ ଶୟନ, ଏମନ୍ତ ଦ୍ୱାଦଶ ବରଷ ବନେ ବଞ୍ଚିବ ବତ୍ସର, ବନେ ବଞ୍ଚିବ ବ୍ରତଧର। ଅଷ୍ଟବରଷ କିବା ଊର୍ଦ୍ଧ୍ୱେ ଧର୍ମ ସାଧିବ ଅପ୍ରମାଦେ, ବେନି ବରଷ କିବା ଏକ ବଞ୍ଚିବ ଏ ବିଧି ବିବେକ। ବ୍ୟାଧି ଜରାରେ ହୋଇ ଗ୍ରସ୍ତ ଧର୍ମ ସାଧନେ ଅସମର୍ଥ, ଅଭ୍ୟାସୀ ଅନଶନ ବ୍ରତ ହରିସ୍ମରଣେ ହୁଅ ରତ। ତେଜକୁ ନାଶ କରି ମନ ସଙ୍ଗତେ ମନ ଧରି, ଜୀବ କାରଣେ କ୍ଷତି ନାଶୀ ଅନଳେ ବଚନ ପ୍ରକାଶୀ। କର ଯୁଗଳେ ଇନ୍ଦ୍ର ନାଶ ସୁହୃଦେ କରିବ ସନ୍ନ୍ୟାସ, ଇନ୍ଦ୍ରିୟ ଗତି ନାରାୟଣ ଉପସ୍ଥେ ପ୍ରଜାପତି ଗଣ। ଗୃହ ବସାଇ ମୃତ୍ୟୁ ଅଙ୍ଗେ ଦିଗ ଶ୍ରବଣ ଶ୍ରୁତି ସଙ୍ଗେ, ଶୌଚ ସଂଗ୍ରହ ବଳେ ନାଶୀ, ରୂପକୁ ଚକ୍ଷୁ ବଳେ ଗ୍ରାସୀ। ରୂପ ନିବେଶୀ ଚକ୍ଷୁ ଗୁଣ ସୁଗନ୍ଧ ବାଣେ ପ୍ରାଣେ ଘ୍ରାଣେ ଘ୍ରାଣେ, ମନକୁ ଅମନେ ସଂହରି ବୋଧକୁ ବୁଦ୍ଧି ମଧ୍ୟେ ଭରି। ଅଶେଷ କର୍ମ ରୂପ ଦେହେ କ୍ରିୟାଳୁ କରିବ ସମୂହେ,
মহত তত্ত্ব অহংকার মহত প্রকৃতি গোচরে ସେ ଗୁଣମୟ ସର୍ବବ୍ୟାପୀ ଯଜ୍ଞ ଈଶ୍ୱର ସର୍ବରୂପୀ ଜୀବ ପରମ ବେନିଅଂଶ ଚିନ୍ତୁ ଅଛନ୍ତି ଏ ବିଶେଷ ତହିଁ ପ୍ରବେଶ ଜ୍ଞାନମୟ ଅନେକ ଦଗ୍ଧ ଜ୍ୟୋତି ପ୍ରାୟ ଏମନ୍ତ ସୃଷ୍ଟି କି ସଂହରି ବିଷ୍ଣୁ ମାୟାରୁ ଜାନ୍ତି ତରି ଏମନ୍ତେ ତୈଳ ଜଗତ କହିଲା ବିପ୍ର ଜଗନ୍ନାଥ ସୁଜନେ ବୋଲ ହରି ହରି ଭବସାଗରୁ ହେବ ପାରି इति श्रीमद्भागवते महाप्राणे परमहंस संहिताये 82 सप्तम स्कन्धे भिक्षु चतुर्वन बनने नाम द्वादशोऽध्याय। श्रीमद्भागवत